ହେଲା। ଗୋଟେ ମିନିଟ୍ ପିଲା ମୁଁ ସ୍କ୍ରିନ୍ ସେୟାର କରୁଛି। ପିଲା ସ୍କ୍ରିନ୍ ଶୋ କରୁଛି ତ? ଆଜ୍ଞା ସାର୍। ଆଜ୍ଞା ସାର୍। ହେଲା ତ ତମମାନଙ୍କ ଉପରେ ଯୋଉଟା DSSCC 12 ପିଲା ଅଛି ସେଥିରେ ମହାକବି ଶ୍ରୀହର୍ଷ ପ୍ରଣୀତ ନୈଷଧୀୟ ଚରିତମର ପିଲା ପ୍ରଥମ ସର୍ଗ ଅଛି। ଠିକ ଅଛି, ତ ଆମମାନଙ୍କର ପିଲେ କାବ୍ୟ ଜଗତରେ ନୈଷଧୀୟ ଚରିତକୁ ଦ୍ଵିତୀୟ ସର୍ବବୃହତ କାବ୍ୟ ବୋଲି କୁହାଯାଇଛି। ଠିକ ଅଛି, ତ ହର ବିଜୟ ପିଲେ ହଉଛି ପ୍ରଥମ, ଯୋଉଥିରେ କି 50ଟା ସରଗ ଆଉ ତାପରେ ପିଲେ ଅଛି ନୈଷଧୀୟ ଚରିତ, ଯୋଉଥିରେ ପିଲେ 22ଟି ସରଗ ଅଛି। ହେଲା, ଚାଲ ଏଥିରେ ପିଲେ ଯୋଉ ପ୍ରଥମ ୟୁନିଟ ର କିଛି କିଛି ପଏଣ୍ଟ ଅଛି, ମାନେ ନୈଷଧୀୟ ଚରିତ ପଢିବା ପୂର୍ବରୁ ପ୍ରଥମେ ଆମକୁ କିଛି ଜିନିଷ ଜାଣିବାର ପିଲା ଅଛି, ତ ସେଗୁଡାକୁ ପ୍ରଥମେ ଦେଖିବା, ତାପରେ ଆମମାନେ ପିଲେ ବିଷୟବସ୍ତୁ ଆରମ୍ଭ କରିବା। ଆଉ ଆମମାନେ ଜାଣିଛେ ପିଲେ କି ଯୋଉ ନୈଷଧୀୟ ଚରିତ ଅଛି ତାହା ପିଲେ ମହାଭାରତରୁ ହିଁ ଆସିଛି। ଯଦି ନୈଷଧୀୟ ଚରିତ ଆମର ପିଲେ ଉପଜୀବ୍ୟ କାବ୍ୟ ବୋଲି କଣ ପଚାରେ, ଠିକ ଅଛି, ତାହେଲେ ଆମମାନେ କହିବା କଣ କି ମହାଭାରତ। ମହାଭାରତର ଯୋଉ 18ଟି ପର୍ବ ଭିତରୁ ଯୋଉ ପିଲେ ବନ ପର୍ବ ଅଛି ଦ୍ଵିତୀୟ ପର୍ବ, ତ ସେଇ ବନ ପର୍ବରୁ ହିଁ ଏଇ କଥାବସ୍ତୁ ଉପରେ ଅଣା ହେଇଛି। ହେଲା, ତ ସେଥିପାଇଁ ଆମମାନଙ୍କୁ ସାମାନ୍ୟ ସାର୍ ଭାବେ ଯୋଉ ହୁଁ ସାର୍ ଯୋଉ କୁହନ୍ତି କି ନୈଷଧୀୟ ଚରିତଟା ଆକ୍ଚୁଆଲି 100 ସର୍ଗ ବିଶିଷ୍ଟ ଥିଲା, ଆଉ ତାକୁ ମାନେ ପରେ ସେଇଟା 20 ସର୍ଗ କଣ ହେଇଛି ଏମିତି କୁହନ୍ତି ସାର୍ ଷ୍ଟୋରି ଗୋଟେ। ହଁ ଏମିତି କୁହାଯାଏ କି ଯେହେତୁ ନୈଷଧୀୟ ଚରିତ ସମ୍ପୂର୍ଣ୍ଣ ହେଇନି ନା, ଯେହେତୁ ନୈଷଧୀୟ ଚରିତମରେ ଆମର ଯୋଉ ଯୋଉ 22ଟି ସର୍ଗ ଅଛି ସେଥିରେ ନୈଷଧୀୟ ଚରିତରେ ମାନେ ନଳଙ୍କର କଥା ସମ୍ପୂର୍ଣ୍ଣ ହେଇନି, ସେଥିପାଇଁ କୁହାଯାଏ ସେଥିରେ ଆହୁରି ମଧ୍ୟ ବହୁତ ସାରା ସର୍ଗ ଥିଲା କିନ୍ତୁ ଆଉ ଉପଲବ୍ଧ ଆଜ୍ଞା ନାହିଁ ସାର୍, ବୋଲି। ଥରେ ଆମକୁ ରାଜ ସାର୍ ପଢେଇଲା ବେଳକୁ କହିଥିଲେ କି ସାର୍ ମାନେ 100 ସର୍ଗ ଥିଲା, ହଁ ଶ୍ରୀହର୍ଷଙ୍କର ମାମୁଁ ହଉଛନ୍ତି ସାର୍ ମମ୍ମଟ। ହଁ ହଁ ତ ସିଏ ଠିକ ସେତେବେଳକୁ କାବ୍ୟ ପ୍ରକାଶ ଅଲରେଡି ଲେଖି ସାରିଥିଲେ। ଲେଖି ଇଏ ଯେତେବେଳେ ସାରିଥିବେ। ନେଇକି ତାଙ୍କୁ ଏଇଟା ଦେଖେଇଲେ, ସିଏ କହିଲେ କି ଯଦି ନାଇଁ ତୁ ମୁଁ ଯଦି ମତେ ମୋ ଆଗରୁ କାବ୍ୟ ପ୍ରକାଶ ଦେଖେଇଥାନ୍ତୁ କରିବା ଆଗରୁ ତମେ ହୁଁ ଆଜ୍ଞା ତାହେଲେ ମୁଁ ଏଥିରେ ବି ମୁଁ ଦୋଷ କେତେ ପ୍ରକରଣ ଭୁଲ କାଢି ପାରିବା ସୁବିଧା ହେଇଥାନ୍ତା। ହଁ ଆଜ୍ଞା ମୁଁ ଯୋଉ ଦୋଷ କହିଲାରୁ ପ୍ରକରଣ ସେ ଲେଖିଛି ସେ ଦୋଷ ଆଜ୍ଞା ପ୍ରକରଣ ଭିତରେ ମାନେ ମତେ ଆଉ ଅନ୍ୟ କୋଉଠୁ ଉଦାହରଣ ଆଣିବାକୁ ପଡିନଥାନ୍ତା, ତୁମରି କାବ୍ୟରୁ ହିଁ ସବୁ କିଛି ଉଦାହରଣ ବାହାରି ପଡିଥାନ୍ତା। ନା ନାଇଁ, ଠିକ କଥା କୁହ। ଆଉ ତାପରେ ନେକ୍ସଟ ତ ସେଥିପାଇଁ ସିଏ କ୍ଷୁଣ୍ଣ ହେଇକି ତାପରେ ସାର୍ ତାକୁ ଚିରି ସିଏ ଦେଇକି କଣ କଲେ, ପକେଇଥିବେ ଆଉ। ହୁଁ ରାଗରେ ସିଏ ଯାଇକି ତାକୁ ଜଳେଇବାରେ ଲାଗିଲେ, ଗୋଟେ ଗୋଟେ ସ୍ୱର୍ଗର ଆହୁତି ଦେଲେ ସେଥିରେ। ହୁଁ ହୁଁ ଦେଲା ଠିକ ବେଳକୁ ଏଇ ଖବରଟା ଯେତେବେଳେ ମମ୍ମଟଙ୍କ ପାଖକୁ ଆସିଲା, ସେ ଯେତେବେଳେ ଗଲା ବେଳକୁ ଅଲରେଡି ସିଏ ନାଇକି 80ଟା ସର୍ଗ ଇଏ କରିସାରିଥିଲେ। ହଁ ତ ତାକୁ ମାନେ ଜଳେଇ ରିପ୍ଲେ ସାରିଥିଲେ ତାକୁ, ଜଡେଇ ତାପରେ ଆଉ ସାରିଥିଲେ। ବାକିଟା ରହିଲା ବୋଲି। ଠିକ ଠିକ ହେଲା, ତ କୁହାଯାଇ ଏମିତି ପ୍ରାସଙ୍ଗିକ ଗୋଟେ କଥା ଅଛି, କିନ୍ତୁ ଆକ୍ଚୁଆଲି ମମ୍ମଟ ନାଁ ତ ନଳଙ୍କର ମାମୁଁ ହେଇପାରିବେ, ସରି ଶ୍ରୀହର୍ଷଙ୍କର ମାମୁଁ ହେଇପାରିବେ, ତ କୁହାଯାଏ ଏମିତି ତାଙ୍କର ମାମୁଁ ହେଇଥିବ ବୋଲି ଅନୁମାନ କରାଯାଏ, କାହିଁକିନା ତାଙ୍କର ସମୟ ଆଙ୍କର ସମୟ ଭିତରେ ପିଲେ ବହୁତ ଡିଫରେନ୍ସ ଅଛି। ଠିକ ଅଛି, କାହିଁକି ନା ଇଏ ତ ପିଲେ ପୁରା ଦ୍ୱାଦଶ ଶତାବ୍ଦୀରେ ଆସିକି ହେଲେଣି, କିଏ ସେ ଯୋଉ ଶ୍ରୀହର୍ଷ, ଆଉ ସିଏ ତ ବୋଧେ ଷଷ୍ଠ କି ସପ୍ତମ ଏମିତି କେବେ ରହିଥିବେ, ତ ଏତେ ତ ମାମୁଁ ଭଣଜା ଭିତରେ ଏତେ ତ ଗ୍ୟାପ୍ କେବେ ରହିବନି। ହେଲା, କିନ୍ତୁ ଅନୁମାନ କରାଯାଏ କି ତାଙ୍କରି ହିଁ ଭଣଜା ବୋଲି କୁହାଯାଏ, ପିଲେ ବିଭିନ୍ନ ଜାଗାରେ ତାଙ୍କୁ ତାଙ୍କର ଭଣଜା ବୋଲି କୁହାଯାଇଛି। ହଉ ସେ ଯାହାବି କିଛି ହଉନା କାହିଁକି ପିଲେ, ତ ଆମ ମାନଙ୍କର ଯୋଉ ନୈଷଧୀୟ ଚରିତ ହେଲା, ତ ଯାହାର କଥାବସ୍ତୁ ପିଲେ ବନ ପର୍ବରୁ ହିଁ ଅଣାଯାଇଛି। ହେଲା, ତାହେଲେ କହୁଛନ୍ତି ପିଲା ଆମମାନେ ଟିକେ ଖାଲି ବନ ପର୍ବର ସାମାନ୍ୟ ପରିଚୟ ଟିକେ ପିଲେ ଦେଖିନବା। ଠିକ ଅଛି, ମହାଭାରତର ଯୋଉ ବନ ପର୍ବ ଅଛି ତ ସେଥିରେ କୋଉ କୋଉ ବିଷୟରେ ପିଲେ ବର୍ଣ୍ଣନା କରାଯାଇଛି। ହଁ ସବୁ ତ ବନ ପର୍ବ ଆମେ ଲେଖିପାରିବାନି, ତ ବନ ପର୍ବର କେବଳ ସାରାଂଶ ବୋଲି କହିଲେ ମଧ୍ୟ ଚଳେ। ତାହେଲେ କହୁଛନ୍ତି ଶ୍ରୀହର୍ଷଙ୍କ ଦ୍ଵାରା ବିରଚିତ ନୈଷଧୀୟ ଚରିତ ଯେହେତୁ ପିଲେ ମହାଭାରତର ବନ ପର୍ବର କଥାବସ୍ତୁ ଉପରେ ଆଧାରିତ, ଏଣୁ ବନ ପର୍ବର କଥାବସ୍ତୁକୁ ଆମମାନେ ଜାଣିବା ଉଚିତ। ତାହେଲେ ବନ ପର୍ବ ଭିତରେ ପିଲେ କଣ କଣ ସବୁ ମୁଖ୍ୟ ମୁଖ୍ୟ ପ୍ରସଙ୍ଗ ପିଲେ ଆସିଥାଏ? ନା ପ୍ରଥମେ ତ ପାଣ୍ଡବା ନାମ ବନବାସତଃ ବନ ପର୍ବଣ କଥାବସ୍ତୁ ପ୍ରାରଭ୍ୟତେ। ତ ବନ ପର୍ବ ଆରମ୍ଭ ହେଇଛି ପିଲେ କୋଉଠୁ? ପାଣ୍ଡବ ମାନଙ୍କର ବନବାସରୁ ଆରମ୍ଭ ହେଇଛି ବନ ପର୍ବ। ହେଲା, ତ ଦ୍ୟୁତ କ୍ରୀଡାୟାମ ପରାଜିତା ପାଣ୍ଡବା ଦ୍ୱାଦଶ ବର୍ଷାଣି ବନବାସମ୍ ତଥା 1 ବର୍ଷମ ଅଜ୍ଞାତ ବାସମ କୃତବନ୍ତ। ତ ଜାଣିଥିବ ପିଲେ ଏଗୁଡାକ ସବୁ ତାଙ୍କର ଯୋଉ ମାନେ କଣ ସ୍ଥିର କରାଯାଇଥିଲା, ଦ୍ୟୁତ କ୍ରୀଡାରେ ପରାଜିତ ଯିଏ ହବ ସିଏ 12 ବର୍ଷ ବନବାସ ଯିବ, ଆଉ ବର୍ଷେ ଅଜ୍ଞାତ ବାସ କରିବ। କିନ୍ତୁ ଯଦି ସେ ଅଜ୍ଞାତ ବାସ ସମୟରେ ଯଦି କିଏ ଦେଖିନିଏ ତାହେଲେ କଣ ହବ? ପୁଣି ପୁନଃ ଆଉଥରେ ପୁଣି ଆଉଥରେ ବନବାସ
पुणी आउ थे 12 वर्ष है तो ये स्थिर कर आउ श्रीकृष्ण पांडव ही सह बने मिलितवान आउ से वनवास चली से समय श्रीकृष्ण देखा करने पांडव मान सहित ठीक अच्छे आउ अर्जुन पाशुपत अस्त्र प्राप्त इंद्रकील पर्वतम गत्वा तत्र तपस्या कृतवान ए प्रसंग भी आम जाने पिले जो श्रीकृष्ण कथा माने श्रीकृष्ण कथा मानी श्रीकृष्ण कही अर्जुन को कि जदि युद्ध जितबार अच्छी तो आपन को पाशुपत अस्त्र आने को पड़ो तो सी पिले पाशुपत अस्त्र आनी जार प्रसंग को लेकर लिखा जाता पिले को काव्य किरातार्जुनियम किरातार्जुनियम पिले यही प्रसंग को लेकर लिखाई ना है अर्जुन पाशुपत अस्त्र प्राप्ति हो तापरे भगवान शिव मध्य प्रसन्न होकर अर्जुन को पिले पाशुपत अस्त्र प्रदान करिथिबे आउ अर्जुन तापरे पिले इंद्र लोक को गमन करिथिबे हैला तापरे एही प्रसंग रे पिले नळ दमयंतींकर मध्य आख्यान आसीछि हैला ए जो वन पर्व रे तापरे ऋषि बृहदस्व पांडव मानक ठारू नळ दमयंती आख्यान सुनिथिले एटा मध्य मन रखिथिबे पिले नळ दमयंती आख्यान जो तो किए कहिथिले पिले ऋषि बृहदस्व जहांकर ना होची पिले ऋषि बृहदस्व हैला आउ सी पांडव मानक शुणेथिले पिले नळ दमयंतींकर कथा आउ सेतरे तापरे जो वन पर्व रे पिले अनेक तीर्थ मानकर मध्य महिमा पिले वंदना करा जायछि आउ एठी मध्य हनुमान द्वारा भीमसेनर गर्व को भंग करा जायछि ए प्रसंग भी तुम माने देखिथिबो प्रायतः जो महाभारत सीरियल रे पिले हनुमान केमती भीमसेनकर पिले गर्व को ये करथिबे ना नहीं आउ तापरे पिले भीम मध्य जटासुर नामक एक असुर को पिले वध करथिबे ए प्रसंग मध्य वन पर्व रे आसी थाए तापरे पिले अजगर रूप धारण करथिबा नहुष आ युधिष्ठिर उभयंकर वार्तालाप हवा फल रे तो युधिष्ठिरंकर प्रभाव रे पिले नहुष कौन हेथिबे ना निजर सर्प जोनि रूपले मुक्त हेथिबे ए प्रसंग मध्य आसे नहुष युधिष्ठिर उपाख्यान गोटी प्रसंग आ पांडवा नाम काम्यक वने निवास त काम्यक वन रे पांडव मानकर वास हैला आ से समय जयद्रथଙ୍କ द्वारा पिले द्रौपदींकर अपहरण हैला ए प्रसंग मध्य आसी थाए तापर एही प्रसंग रे पिले राम उपाख्यान मध्य आसी थाए तो एटा भी मन रखियो पिले कि बेले बेले पचारि थाए कि महाभारत रे पिले रामायण कथा मध्य वर्णित जेहेतु पिले रामायण टा कोन महाभारत रो पूर्वरु ना नहीं तो सेति पय महाभारत रे पिले रामंकर कथा मध्य उठी पिले आ जदि पचरा जाए कि राम उपाख्यान बा रामायण महाभारत रो केउ पर्व रे अछि ताले तुम माने कहि परियो पिले वन पर्व रे अछि तो वन पर्व रे रामंकर उपाख्यान पिले उठिथियो राम केमिति रामचंद्र केमिति सीतांक सहित पिले वन रे वास करुथियो तो सेई सब प्रसंग पिले अछि ता सहित पिले सावित्री सत्यवान कथा मध्य पिले महाभारत रो वन पर्व रे अछि काहेकि ना सावित्री सत्यवान यांकर कथा पिले को जुगर कथा सत्य जुगर कथा सावित्री और सत्यवान पिले ये सत्य जुगर ही नल दमयंती भी सत्य जुगर ही बुझौछि से एगुड़ाक सब महाभारत बहुत पूर्वर माने द्वापर जुगर बहुत पूर्वर घटी कहानी पिले राम उपाख्यान तो पर आसो त्रेतीय जुगर कि रामंक ठारू मध्य पूर्ववर्ती होचन पिले किए नल दमयंती सावित्री सत्यवान है तापर पिले आउ कौन वंदना अच्छी ना इंद्र कर्णात कवच कुंडलम नितवान तो इंद्र क्यों भली भाव जो छल करी पिले कर्णक ठारू तांकर कवच कुंडल को नहीं जाइथिबे तो से प्रसंग मध्य आसी थाए हैला ता सहित पिले युधिष्ठिर यक्ष संवाद तुम माने दशम रे पढ़िथिबो से प्रसंग मध्य पिले वन पर्व रे अछि आउ अंते अज्ञातवासस्य कृते परामर्श आउ शेष रे पिले से माने अज्ञातवास पई परस्पर भितर पिले आलोचना करिथिबे कि अज्ञातवास माने केमिति करिवा तो एमती हेकरी वन पर्व रे पिले समाप्ति घटिछि हैला तो सेति पय तुम जदी परीक्षा रे पचाला डायरेक्ट ए जो पॉइंट तुम अछि पिले 1.1 पॉइंट जोडा वन पर्व रो कथा वस्तु बा सेति कि लिखियो लंग क्वेश्चन आसले हैला एमती पॉइंट करी लिखिबो ठीक ठाक मार्क मिलिबो हैला बुझला पिले ये हे गला तुम मानकर वन पर्व रो पिले सामान्य विषय तापर वर्तमान पिले तमरो जो सेकंड पॉइंट अछि 1.2 रे पिले नैषध्य चरित्र रो वैशिष्ट्य कोन विशेषता अछि नैषध्य चरित्र रो विशेषता कोन ना नहीं हमें काहे कि नैषध्य चरित्र पढिबा तले से कहउचंदी प्रथम कथा नैषध्य चरित्र रचयिता होचंदी श्रीहर्ष नैषध्य चरित्र रे पिले 22 सर्गा 22 सर्ग आ 2830 पिले श्लोक अछि मन रखिबो हैला तो 22 सर्ग किनु श्लोक संख्या होची पिले 2830
ଆଉ ଅସ୍ୟ ଗଣନା ପଞ୍ଚସୁ ମହାକାବ୍ୟେଷୁ ତଥା ବୃହତ ତ୍ରୟାମ୍ ଅପି ଭବତି। ଆଉ ଏଇ ନୈଷଧୀୟ ଚରିତ ପିଲେ ଯୋଉ ଆମ ମାନଙ୍କର ସଂସ୍କୃତ ସାହିତ୍ୟରେ ପଞ୍ଚ ମହାକାବ୍ୟ ଅଛି, ପଞ୍ଚ ମହାକାବ୍ୟ ଭିତରେ ଏହାର ଗଣନା କରାଯାଇଥାଏ। ଖାଲି ପଞ୍ଚ ମହାକାବ୍ୟ ଭିତରେ ନୁହଁ, ବରଂ ବୃହତ ତ୍ରୟୀ ଭିତରେ ବି ଗଣନା କରାଯାଇଥାଏ। ତମେ ଜାଣିଥିବ ପିଲେ ବୃହତ ତ୍ରୟୀ ଭିତରେ କୋଉଟା କୋଉଟା ଯାଉଛି? ନୈଷଧୀୟ ଚରିତ, ଶିଶୁପାଳବଦ୍ଧ, ନୈଷଧୀୟ ଚରିତ, କିରାତାର୍ଜୁନୀୟମ୍। କିରାତ ଅର୍ଜୁନ, ଏଇ ତିନିଟା ଆସୁଛି ପିଲେ ବୃହତ ତ୍ରୟୀ ଭିତରେ। ଆଉ ବାକି ତିନୋଟି ଯାକ ପିଲେ ଲଘୁ ତ୍ରୟୀ, ସେ ଜଣଙ୍କର ହିଁ କାଳିଦାସଙ୍କର। ନା ନାଇଁ, କଣ କଣ? ରଘୁବଂଶ, କୁମାର ରଘୁବଂଶ, ସମ୍ଭବ, କୁମାର ସମ୍ଭବ ଆଉ ମେଘଦୂତ ହେଲା। ଏଇ ତିନୋଟି ପିଲେ, ଏଇ ତିନୋଟି ଯାକ ଆସୁଛି ଲଘୁ ତ୍ରୟୀ ଭିତରେ। ତାହେଲେ ଏଇ ଯୋଉ ବୃହତ ତ୍ରୟୀ ଭିତରେ ନୈଷଧୀୟ ଚରିତ ମଧ୍ୟ ପିଲେ ଅନ୍ତର୍ଭୁକ୍ତ ଅଛି। ଆଉ ପିଲେ ଏହି ମହାକାବ୍ୟର ନାୟକ ହେଉଛନ୍ତି ନଳ, ନାୟିକା ହେଉଛନ୍ତି ପିଲେ ଦମୟନ୍ତୀ। ହେଲା, ଏଠାରେ ପିଲେ ଅଙ୍ଗିରସ କଣ? ମାନେ ଏହାର ମୁଖ୍ୟ ରସ ପିଲେ କଣ ନା ଶୃଙ୍ଗାର। ଶୃଙ୍ଗାର ରସ ହେଉଛି ପିଲେ ଏହାର ମୁଖ୍ୟ ରସ। ଅସ୍ୟ ଉପରି ମଲ୍ଲିନାଥେନ ଜୀବାତୁ ଟୀକା କୃତା, ଏଇଟା ମତେ ବହୁତ ଇମ୍ପୋର୍ଟାଣ୍ଟ ପିଲେ ହେଲା। ତ ମଲ୍ଲିନାଥ ପିଲେ ନୈଷଧୀୟ ଚରିତ ଉପରେ କୋଉ ଟୀକା ଲେଖିଛନ୍ତି? ନା ଜୀବାତୁ ଟୀକା, ମନେ ରଖିବ। ଆଉ କଣ କୁହାଯାଏ? ନା କୁହାଯାଇଥାଏ ପିଲେ ନୈଷଧେ ପଦ ଲାଲିତ୍ୟମ୍। ନୈଷଧରେ ପିଲେ ପଦ ଲାଲିତ୍ୟ କଥା, ଯେମିତି ଦଣ୍ଡିନଃ ପଦ ଲାଲିତ୍ୟମ୍, ସେମିତି ନୈଷଧେ ପଦ ଲାଲିତ୍ୟମ୍ ବୋଲି ମଧ୍ୟ କୁହାଯାଇଛି ପିଲେ। ହଁ, ପଦ ଲାଲିତ୍ୟ ଦେଖିବାକୁ ମିଳିଥାଏ। ଆଉ ତାପରେ ଆଉ କଣ କୁହାଯାଇଛି? ନା ନୈଷଧମ୍ ବିଦ୍ୱତ୍ ଔଷଧମ୍। ତ ବିଦ୍ୱତ୍ ଔଷଧ ବୋଲି ମଧ୍ୟ ନୈଷଧ ମାନେ ନୈଷଧୀୟ ଚରିତକୁ ପିଲେ କୁହାଯାଇଛି ହେଲା। ତାପରେ ପିଲେ ଉଦିତେ ନୈଷଧେ କାବ୍ୟେ କୋ ମାଘ କୋଚ ଭାରବିଃ। ଆହୁରି ମଧ୍ୟ ନୈଷଧୀୟ ଚରିତର ପ୍ରଶଂସାରେ କୁହାଯାଏ କି ଯେତେବେଳେ ପିଲେ ଉଦିତେ ନୈଷଧେ କାବ୍ୟେ କୁଅ ମାଘ କୋଚ ଭାରବିଃ। ଏହାର ପୂର୍ବ ଶ୍ଲୋକ ପିଲେ ମନେ ଅଛି ତମର? ଏଇଟା ତ ସେକେଣ୍ଡ ପାଦ ପିଲେ। ୟାର ପୂର୍ବରୁ ମଧ୍ୟ କିଛି ଅଂଶ ଅଛି ପିଲେ। ଉଦିତେ ନୈଷଧେ କାବ୍ୟେ କୋ ମାଘ କୋଚ ଭାରବିଃ, ତାର ପୂର୍ବରୁ କିଛି ଅଛି ପିଲେ। କାହାର ମନ ଅଛି ଯଦି କୁହ? ତାବତ୍ ବା ଭାରବେର୍ ଭାତି यावत् ମାଘସ୍ୟ ନୋଦୟ ଉଦିତେ ନୈଷଧେ କାବ୍ୟେ କୋ ମାଘ କୋଚ ଭାରବିଃ। ହଁ ହେଲା, ତ ସେଠି କୁହାଯାଇ ପିଲେ ଯେତେବେଳେ ଏକୁଟିଆ ଭାରବୀ ଥିଲେ ହେଲା, ଭାରବୀ ସେତେବେଳେ ବହୁତ ମାନେ ଖ୍ୟାତି ଅର୍ଜନ କରିଥିଲେ। କିନ୍ତୁ ଯେତେବେଳେ ପିଲେ ମାନେ କିଏ ମାଘ ପଳେଇ ଆସିଲେ ପିଲେ, ସେତେବେଳେ ଭାରବୀଙ୍କର କୀର୍ତ୍ତି ପିଲେ କମିଗଲା। ସେଥିପାଇଁ କହିଲେ ତାବତ୍ ଭା ଭାରବେର୍ ଭାତି। ତ ଭାରବୀଙ୍କର ଭା ଭା ମାନେ ପିଲେ କୀର୍ତ୍ତି, ହଁ ଖ୍ୟାତି। ତ ଭାରବୀଙ୍କର ଖ୍ୟାତି ସେ ପର୍ଯ୍ୟନ୍ତ ଶୋଭା ପାଉଥିଲା ୟାବତ ମାଘସ୍ୟ ନୋଦୟ, ଯେପର୍ଯ୍ୟନ୍ତ ମାଘଙ୍କର ଉଦୟ ହେଇନଥିଲା, ମାନେ ମାଘ ଆସିନଥିଲେ। କିନ୍ତୁ ଯେତେବେଳେ ମାଘ ପଳେଇ ଆସିଲେ ଭାରବୀଙ୍କର ପ୍ରଭାବ ପିଲେ କମିଗଲା। ଆଉ ତାଙ୍କ ପରେ ଯେତେବେଳେ ନୈଷଧ ଚରିତ ଆସିଗଲା, ସେତେବେଳେ କୁଅ ମାଘ କୋଚ ଭାରବିଃ, ସେତେବେଳେ ମାଘ କିଏ ନା ଭାରବୀ କିଏ ହେଲା। ଅର୍ଥାତ ସମସ୍ତଙ୍କୁ ପିଲେ ଅତିକ୍ରାନ୍ତ କରିଗଲା କୋଉଟା? ନୈଷଧୀୟ ଚରିତ। ଆଉ ପିଲେ ଏତତ୍ ମହାକାବ୍ୟମ୍ ସଂସ୍କୃତ ସାହିତ୍ୟ ଆକାଶେ ଦ୍ୱିତୀୟମ୍ ବୃହତ ମହାକାବ୍ୟମ୍ ବର୍ତ୍ତତେ। ଆଉ ଏଇ ଯୋଉ ମହାକାବ୍ୟ ପିଲେ ସଂସ୍କୃତ ସାହିତ୍ୟ ଆକାଶରେ ଦ୍ୱିତୀୟ ସର୍ବବୃହତ ମହାକାବ୍ୟ ବୋଲି କୁହାଯାଏ। ଆଉ କାହିଁକି ନା ପ୍ରଥମ ବୃହତ ମହାକାବ୍ୟ ହଉଛି ପିଲେ ରତ୍ନାକରଙ୍କର ହର ବିଜୟ, ଯୋଉଥିରେ 50ଟା ସର୍ଗ ପିଲେ ହେଲା। ଆଉ ତାପରେ ସେକେଣ୍ଡ ସର୍ବବୃହତ ମହାକାବ୍ୟ ହଉଛି ନୈଷଧୀୟ ଚରିତ। ଆଉ ପିଲେ ନୈଷଧୀୟ ଚରିତ ମହାକାବ୍ୟସ୍ୟ ତ୍ରୟୋଦଶ ସର୍ଗେ ହେଲା, 13 ନମ୍ବର ସର୍ଗରେ ପିଲେ 56ଟା ଶ୍ଲୋକ, 15 ନମ୍ବର ସର୍ଗରେ ପିଲେ 93ଟି ଶ୍ଲୋକ, ଆଉ ପିଲେ ନବଦଶ ମାନେ 19 ନମ୍ବର ସର୍ଗରେ ପିଲେ 67ଟା ଶ୍ଲୋକ ଅଛି। ଆଉ ଏଇ ତିନୋଟି ସର୍ଗକୁ ଛାଡିଦେଲେ ଅନ୍ୟ ସମସ୍ତ ସର୍ଗରେ ପିଲେ ଶତାଧିକା ଶ୍ଲୋକା ସନ୍ତି। ଅର୍ଥାତ ଯୋଉ 22ଟା ଯାକ ସର୍ଗ ଭିତରୁ କେବଳ 3ଟା ସର୍ଗ ଅଛି ଯୋଉଥିରେ କି 100ରୁ କମ ଶ୍ଲୋକ ଅଛି। ଆଉ କିନ୍ତୁ ବାକି ସବୁ ଯାକ ଯୋଉ ଠିକ ଅଛି, ଆଉ ସବୁ ଯାକ ସର୍ଗରେ ପିଲେ 100ରୁ ଅଧିକ ଶ୍ଲୋକ ହେଲା। ତ କିମ୍ ବହୁନା ସପ୍ତଦଶ ସର୍ଗେ 222 ଶ୍ଲୋକା ବର୍ତ୍ତନ୍ତେ। ଖାଲି ଏତିକି ନୁହଁ, ଆଉ ଅଧିକ ବା କଣ କୁହାଯିବ? ଯୋଉଟା 17 ନମ୍ବର ସର୍ଗ ଅଛି ସେଥିରେ ତ ସବୁଠୁ ଅଧିକା ଶ୍ଲୋକ ପିଲେ 222ଟି ଶ୍ଲୋକ ହେଲା 17 ନମ୍ବର ସର୍ଗରେ। ତଥାପି ମଧ୍ୟ ନଳ ଦମୟନ୍ତୀଙ୍କର କଥା ପିଲେ ସମ୍ପୂର୍ଣ୍ଣ ହେଇନି ହେଲା। 22ଟା ଯାକ ସର୍ଗରେ ତଥାପି ସେ ତାଙ୍କ କଥାକୁ ସମ୍ପୂର୍ଣ୍ଣ କରିପାରି ନାହାନ୍ତି। ଠିକ ଅଛି ପିଲେ, ତେବେ ଇଏ ଥିଲା ତମମାନଙ୍କର ସେକେଣ୍ଡ ପଏଣ୍ଟ, ଯୋଉଥିରେ ପିଲେ ତମେ ନୈଷଧୀୟ ଚରିତର କଣ କଣ ବୈଶିଷ୍ଟ୍ୟ ପଡିଲେ ଏଗୁଡାକ ସବୁ ଲେଖିବ ହେଲା। ତାପରେ ଆମ ମାନେ ଖାଲି ଶ୍ରୀହର୍ଷଙ୍କର ଟିକେ ପରିଚୟ କବିତ୍ୱ ପିଲେ ପଢିବା, କଣ ତାଙ୍କର ପରିଚୟ। ଠିକ ଅଛି, ଆମେ ତାଙ୍କର ପରିଚୟ କବିତ୍ୱ ବିଷୟ ପଢିଥିଲେ ମଧ୍ୟ, ଯେହେତୁ ଆମମାନଙ୍କର ସିଲାବସରେ ଥିଲା ପୂର୍ବରୁ, ତଥାପି ଆଉଥରେ ଖାଲି ଟିକେ ପିଲେ ଆଲୋଚନା କରିଦବା ଆଉ।
देख ताले श्रीहर्ष पिले द्वादश शतकरे कान्यकुब्ज नगरे आसीत ठीक अछि तांकर जन्म होइतिला तांकर पिताଙ୍କ नाम तो जानिथियो पिले श्री हीर निजे मध्ये कहिचंती तांकर पिताଙ୍କ नाम निजे कहिचंती माताଙ୍କ नाम भी कहिचंती माता हेउचंती पिले मामल्ल देवी आ श्री हीर वाराणसी रे राजा जयंत चंद्रंकर राजसभा रे पिले रहिथिले आ सेठारे से मिथिलारू आसीथिबा न्यायिक उदयनाचार्यଙ୍କ ठारू परास्त हेकिरी बड़ दुखित होइथिले से समय राजसभा को पिले जड़े बड़ न्यायिक आसथिले ठीक अछि उदयनाचार्य ठीक अछि तो तांको ठारू पिले परास्त होइथिले के तांकर पिता श्री हीर आउ सह स्वस्य मृत्यु समय सेति पय से तांकर मृत्यु समय रे श्रीहर्षम उक्तवान यत श्रीहर्षं को डाकिकिरी कहिले कि उदयनाचार्यम परास्तम कृत्वा तत सम्मानम प्राप्तुम तुमे बड़ हेले उदयनाचार्य को परास्त करिवो आउ से सम्मान को तुमे फेरी पाइबो आउ श्रीहर्ष सेति पय एप्ले चिंतामणि मंत्र जप करी देवी त्रिपुरांकर आशीर्वाद रे महतीम प्रतिभाम प्राप्य खंडन खंड काव्यम विरच्य उदयनाचार्यम पराजितवान सेति पय श्रीहर्ष पिले गोटे मंत्र जप करिथिबे माने प्रायतः कवि आम माने देखु पिले किछ ना किछ मंत्र द्वारा ही से कवित्व लाभ करिसंती तेम देखु न पिले आम मानकर कवि सम्राट उपेंद्र भंज माने को मंत्र साधना करथिले राम तारक मंत्र राम तारका मंत्र ना नाଇଁ किमा से जो कवि सूर्य बलदेव रथ हुअन्तु से पिले मध्य कनक दुर्गांकर मंत्र जप करथिले ना नाଇଁ कवि घंट जदुमणि महापात्र हुअन्तु हयग्रीवଙ୍କ मंत्र जप करथिले तो प्रायतः कालिदास मध्य पिले मां सरस्वतीଙ୍କର आशीर्वाद पाइथिले बा के कालीଙ୍କର मध्य आशीर्वाद पाइथिले बोली मध्य कहନ୍ତି ना नाଇଁ तो सेमती श्रीहर्ष मध्य पिले चिंतामणि मंत्र जप करथिले निजे कहिचंती मध्य एमती न जे माने अन्य आडू सुना जाउची श्रीहर्ष निजे कहिचंती हैला ए जो नैषध चरितमर पिले जो प्रथम सर्गर अंतिम श्लोक रे से निजे कहिथिबे कि चिंतामणि मंत्र जप द्वारा ही से कवित्व लाभ करिथिले हैला तबे चिंतामणि मंत्र जप करिकरी देवी त्रिपुरांकर आशीर्वाद रे पिले तो महती प्रतिभा को प्राप्त करी से गोटे ग्रंथ लिखिथिबे खंडन खंड काव्यम जोटा कि पिले वेदांतर ग्रंथ आ जो वेदांत रे से न्यायर मत को पिले खंडन करिथिबे खंडन करिकरी उदयनाचार्य को पिले परास्त करिथिबे आ एई विषय रे एमती कुहा जाय कि संस्कृत साहित्यर अपकर्ष समय रे अंधकार युग समय रे ये जात हितले के से ना एही महाकवि श्रीहर्ष आ नव युगर पिले आलोक धारा ही आसथिले ना नै सेते बेले जो समय रे संस्कृत साहित्य पिले माने पूरा अपकर्ष कले माने पूरा बुड़ी जीवा ऊपर थिला ठीक अछि तो सेही समय रे पिले जन्म लाभ करिथिले ज्योति पुरुष के से श्रीहर्ष पिले हैला तो संस्कृत साहित्य रे गोटे नव युगर आरंभ करिथिले ठीक अछि तो माने एमती भी तांको ऊपर त माने गोटे प्रसंग सुनिथियो प्ले से एते तांको पाखरे ज्ञान थिला जे माने से एते जो काव्य रचना करूथिले तां काव्यों के बुझी ही पारु नथिले ना नै माने एते उन्नत माने एते उच्च मानर भाषा थिला जहा फळे से चाहुथिले कि मोर माने मु काव्य सुना लिखि दोउची किंतु लाभ कोन केही तो बुझी ही पारु नांती शेषरे तांको पिले तांकर गुरु कहिथिबे कि तुमे कोन कर राति रे बिरी आ दही हैला दही आ बिरी खाओ तुमरा बुद्धि कमिबो सेति राति रे केबे दही किबा बिरी पिले खाया कथा न हैला तो तापरे से कुहा जाय एमती कि दही आ बिरी खाइ कि तांकर बुद्धि कमेइथिले बुद्धि कमेइला परे जाय कि लिखिथिबे नैषध चरित तथापि मध्य नैषध चरित को पिले आज भी बुझी होनी ना नै नैषध चरित हमर जो अष्टम सर्ग अछि पिले से अष्टम सर्ग आज भी तार बहुत सारा अंश लोक बुझी पारु नांती माने तांकर भाव कि जो बुद्धि बा तांकर जो कवित्व थिला केते उन्नत मानर थिला हैला आउ पिले तांकर जदी कृति कि हम माने देखिबा तले नैषध चरित जोटा कि पिले श्रीहर्षंकर प्रसिद्ध महाकाव्य जहार स्थान पिले पंच महाकाव्य भितर अछि 22 टी पिले सर्ग 2830 टी श्लोक आउ एथिरे पिले निषद राजा नळंकर पिले चरित्र वर्णना करा जायछि ता सहित पिले आहुरी गोटे ग्रंथ अछि स्थैर्य विचार प्रकरण बोली जहा कि गोटे दार्शनिक ग्रंथ अटे ता सहित पिले विजय प्रशस्ति जोतरे से जयचंद्रंकर बापा ना विजय चंद्र तांकर पिले प्रशंसा परक काव्य ठीक है तांको प्रशंसा करिकि लेखा जायछि आउ पिले खंडन खंड खाद्य जोटा कि पिले वेदांत दर्शनर ग्रंथ जहा द्वारा से उदयनाचार्य को पिले परास्त करिथिबे ता सहित पिले गौड़ उर्विश कुल प्रशस्ति जोतरे बंगीय कोन से गोटे राजांकर पिले स्तुति करा जायथिबो हला या भितर बहुत सारा काव्य अनुपलब्ध मध्य पिले मिडु नाय सेमति पिले अर्णव वर्णन जोतरे समुद्रर पिले वंदना करा जायथिबो हला
ସେମିତି ଛିନ୍ଦ ପ୍ରଶସ୍ତି ଏଇଟା ମଧ୍ୟ କୌଣସି ଗୋଟେ ରାଜା ତାଙ୍କର ପିଲେ ବର୍ଣ୍ଣନା କରାଯାଇଛି। ଶିବ ଶକ୍ତି ସିଦ୍ଧି ଯୋଉଟା କି ଗୋଟେ ତାନ୍ତ୍ରିକ ଗ୍ରନ୍ଥ, ଯୋଉଥିରେ ଶିବ ଶକ୍ତିଙ୍କର ପିଲେ ଉପାସନା ପରକ ଗ୍ରନ୍ଥ। ଆଉ ନବ ସାହସଙ୍କ ଚରିତ ଚମ୍ପୁ, ଏଥିରେ ପିଲେ ଭୋଜରାଜଙ୍କର ପିତା ସିନ୍ଧୁ ରାଜଙ୍କର ଯଶୋଗାଥାକୁ ପିଲେ ବର୍ଣ୍ଣନା କରାଯାଇଛି। ତ ଇଏ ଥିଲା ତାଙ୍କର ପିଲେ କିଛି କିଛି କୃତି। ଆଉ ଶ୍ରୀହର୍ଷଙ୍କର ପାଣ୍ଡିତ୍ୟ ବିଷୟରେ ଆଉ କଣ ବା କୁହାଯିବ? ତ ଶ୍ରୀହର୍ଷଙ୍କର ପାଣ୍ଡିତ୍ୟ ଯଦି ଦେଖିବା ତାହେଲେ ଶ୍ରୀହର୍ଷ ପିଲେ ସଂସ୍କୃତ ସାହିତ୍ୟ ଜଗତରେ ଜଣେ ମୂର୍ଧନ୍ୟ ବିଦ୍ୱାନ ଥିଲେ, ସେ ଦାର୍ଶନିକ କବି ଥିଲେ, ଆଉ ତାଙ୍କ ଜ୍ଞାନର ପରିଚୟ ପିଲେ ନୈଷଧୀୟ ଚରିତ ମହାକାବ୍ୟରୁ ଆମମାନେ ସମସ୍ତେ ଜାଣିପାରିବା। ଆଉ ନୈଷଧୀୟ ବିଷୟରେ ଏମିତି କୁହାଯାଏ କି ଉଦିତେ ନୈଷଧୀୟ କାବ୍ୟ କୋ ମାଗହ କୋଚ ଭାରବିହି। ହେଲା ପିଲେ, ତ ଏଇଟା ତାଙ୍କର ପରିଚୟ ଗୁଡାକ ମନେ ରଖିବ। ଚାଲ ଆଉ ଖାଲି ଗୋଟିଏ ପିଲେ ପଏଣ୍ଟ ରହିଲା, ହେଲା ନୈଷଧୀୟ ଚରିତର ପିଲେ ରଚନା ଶୈଳୀ। ଠିକ ଅଛି, ଦେଖିଛ ତାପରେ କାଲିକି ପିଲା ଆମେ ନୈଷଧୀୟ ଚରିତର ବିଷୟବସ୍ତୁ ଆରମ୍ଭ କରିକିରି ଶ୍ଲୋକ ଆରମ୍ଭ କରିବା ଆଉ। ହେଲା, ତାର ନୈଷଧୀୟ ଚରିତର ପିଲେ ରଚନା ଶୈଳୀ କେମିତିକା, କେଉଁଭଳି ଭାବରେ ଲେଖାଯାଇଛି? ତ ଅସ୍ମିନ୍ ମହାକାବ୍ये ରସ ଅଳଙ୍କାର ଧ୍ୱନି ଗୁଣ ରୀତି ଆଦିନା ମୌଳିକତା ଦୃଶ୍ୟତେ। ତ ଏଥିରେ ପିଲେ ରସ ଅଳଙ୍କାର ଧ୍ୱନି ଗୁଣ ରୀତି ଏସବୁର ପ୍ରୟୋଗ ପିଲେ କରାଯାଇଛି। ଆଉ ମୌଳିକତା ମଧ୍ୟ ଏମିତି ନୁହଁ ଯେ କୋଉଠୁ କପି ପେଷ୍ଟ କରାଯାଇଛି। ଠିକ ଅଛି, ଇଏ ଆଙ୍କର ନିଜସ୍ୱ ଚିନ୍ତା ପିଲେ, ହେଲା ଶ୍ରୀହର୍ଷଙ୍କର। ଆଉ ମହାକବି କାଳିଦାସଙ୍କର ରଚନା କୁ ଛାଡିଦେଲେ ଅନ୍ୟ ସମସ୍ତ ପୂର୍ବବର୍ତ୍ତୀ କବିମାନଙ୍କର କାବ୍ୟକୁ ନୈଷଧୀୟ ଚରିତର ସମକ୍ଷରେ ନିଷ୍ପ୍ରଭାଣୀ ପ୍ରତୀୟନ୍ତେ। କହୁଛନ୍ତି କେବଳ ମହାକବି କାଳିଦାସଙ୍କର କାବ୍ୟକୁ ଛାଡିଦେଲେ, କାହିଁକି ନା ମାନେ ମହାକବି କାଳିଦାସଙ୍କର କାବ୍ୟକୁ ପିଲେ କେହି ଅତିକ୍ରମ କରିପାରିବେ ନାହିଁ। ସେଥିପାଇଁ ତ ସେ କାବ୍ୟ ଜଗତରେ ପିଲେ ମହାକବି ନାମକୁ ଧାରଣ କରିଛନ୍ତି। ସେଥିପାଇଁ କହିଲେ କେବଳ ମହାକବି କାଳିଦାସଙ୍କର ଯେତିକି ରଚନା ସେତିକିକୁ ଛାଡିଦେଲେ ଆଉ ଏମିତି କୋଉ କବି ନାହାନ୍ତି ଯୋଉ କବିଙ୍କର କାବ୍ୟ ନୈଷଧୀୟ ଚରିତ ଆଗରେ ନିଷ୍ପ୍ରଭ ନ ହେଇଯାଇଛି, ମାନେ ପ୍ରଭାହୀନ ହେଇଯିବ। ନାଇଁ, ଯଦି ନୈଷଧୀୟ ଚରିତ ଥୋଇ ଦିଆଯିବ ନା ଆଉ ସବୁ ପିଲେ ଫିକା ପଡିଯିବ। ହେଲା, ଆଉ ଶ୍ରୀହର୍ଷ ପିଲେ ଆଳଙ୍କାରିକାଣାମ ନିୟମାନାମ କୁତ୍ରଚିତ ଉଲ୍ଲଂଘନମ ଅପି କୃତବାନ। ହଁ, ଏମିତି ବି ହେଇଛି ପିଲେ ଶ୍ରୀହର୍ଷ ବହୁତ ସାରା ଜାଗାରେ ଯୋଉ, ସେଥିପାଇଁ ତ ମମ୍ମଟ ଯୋଉ ପ୍ରସଙ୍ଗ ଉଠେକି ଦୋଷ ବହୁତ ସାରା ଅଛି। ତ ବହୁତ ସାରା ପିଲେ ଆଳଙ୍କାରିକ ଦୋଷ ଦେଖିବାକୁ ମିଳେ, କାହିଁକି ନା ସେ ବହୁ ଜାଗାରେ ଆଳଙ୍କାରିକ ଯୋଉ ନିୟମ ରହିଛି ସେ ନିୟମକୁ ପିଲେ ଉଲ୍ଲଂଘନ କରିଛନ୍ତି। ହେଲା, ଆଉ ସହ ସ୍ୱସ୍ୟ ବିଲକ୍ଷଣ କଳ୍ପନା ଭି ଆଳଙ୍କାରିକ ନିୟମାନ ଅପି ଉଲ୍ଲଂଘିତବାନ। ଆଉ ଏଇ ଯୋଉ ଆଳଙ୍କାରିକ ନିୟମକୁ ସେ ଉଲ୍ଲଂଘନ କରିଛନ୍ତି ତାହା ତାଙ୍କର ପିଲେ ଅଦ୍ଭୁତ କଳ୍ପନା ପାଇଁ, ତାଙ୍କର ଯୋଉ ଅଦ୍ଭୁତ କଳ୍ପନା, ସେ ଅଦ୍ଭୁତ କଳ୍ପନା ପାଇଁ ଏ ଆଳଙ୍କାରିକ ନିୟମ ପିଲେ କିଛି ଆଉ ମାନେ କଣ କରେନି, କାମ କରେନି। ସେଥିପାଇଁ ସେ ବାଧ୍ୟ ହୁଅନ୍ତି ତାକୁ ଉଲ୍ଲଂଘନ କରିବା ପାଇଁ। ଆଉ ଶ୍ରୀହର୍ଷ ପିଲେ ଅଳଙ୍କାର ଆଦି ମାନଙ୍କର ପ୍ରୟୋଗରେ ଦର୍ଶନ ଶାସ୍ତ୍ରର ବ୍ୟାକରଣ ଶାସ୍ତ୍ରର ଉଦାହରଣ ପ୍ରସ୍ତୁତ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଯେତେବେଳେ ସେ କୌଣସି ଅଳଙ୍କାର ପିଲେ ପ୍ରୟୋଗ କରୁଛନ୍ତି ତ ସେଇ ଅଳଙ୍କାର ପ୍ରୟୋଗ ବେଳେ ସେ କୌଣସି ଗୋଟେ ଦାର୍ଶନିକ ତଥ୍ୟ କହିଦେଇଥିବେ, ବା ପିଲେ କୌଣସି ଗୋଟେ ବ୍ୟାକରଣ ଶାସ୍ତ୍ରର ଆମମାନେ ପଢିବା ପିଲା ଥିଲେ ଆସିବ, ମୁଁ ତମମାନଙ୍କୁ କହିବି କି କେମିତି ବ୍ୟାକରଣ ଶାସ୍ତ୍ରକୁ ସେ ପ୍ରୟୋଗ କରିଛନ୍ତି। ହେଲା, ଆଉ ସଂସ୍କୃତ ଭାଷାରେ ଶ୍ରୀହର୍ଷଙ୍କର ଅସାଧାରଣ ଅଧିକାର ଥିଲା। ଠିକ ଅଛି, ଆଉ ନୈଷଧୀୟ ଚରିତ ଯଦି ଶାସ୍ତ୍ର କାବ୍ୟ କୁହାଯାଏ ତାହେଲେ ବି କୌଣସି ଦୋଷ ନାହିଁ, କାହିଁକି ନା ତମମାନେ ଜାଣିଥିବ ପିଲେ ଆମର ସଂସ୍କୃତ ସାହିତ୍ୟରେ ପିଲେ ବହୁତ ସାରା ଶାସ୍ତ୍ର କାବ୍ୟ ବୋଲି ମଧ୍ୟ କୁହାଯାଇଥାଏ। ଶାସ୍ତ୍ର କାବ୍ୟ ମାନେ ବୁଝୁଛ ପିଲେ କଣ? ଶାସ୍ତ୍ର କାବ୍ୟ ମାନେ ଯୋଉ କାବ୍ୟକୁ ଏଥିପାଇଁ ରଚନା କରାଯାଇଥାଏ। କହୁନ କୁହ କି? ହେଲା ପିଲେ, ଶାସ୍ତ୍ର କାବ୍ୟ ଯୋଉ ଅଛି, ଶାସ୍ତ୍ର କାବ୍ୟକୁ ପିଲେ ଏଥିପାଇଁ ରଚନା କରାଯାଇଥାଏ କି କାବ୍ୟ ପଢିବା ସହିତ ଅନ୍ୟ କିଛି ଯେମିତି କି ବ୍ୟାକରଣ ଦର୍ଶନ ଏ ସବୁକୁ ଜାଣିବା, ୟାକୁ ହିଁ ପିଲେ ଶାସ୍ତ୍ରୀୟ କାବ୍ୟ ବୋଲି କୁହାଯାଏ। ଯେମିତି ଉଦାହରଣ ପାଇଁ ପିଲେ ଗୋଟେ ଭଟ୍ଟି କାବ୍ୟ ବୋଲି ସାର୍ ଗୋଟେ, ଯେମିତି କି ରାବଣ ବଧ, ହଁ ରାବଣ ବଧ ଭଟ୍ଟି କାବ୍ୟ ରାବଣ ବଧ କାବ୍ୟ ଭଟ୍ଟି କାବ୍ୟ ନାଇଁ, ଅଥବା ଆଉ ଗୋଟେ କଣ ଥିଲା ପିଲେ ଭୀମାର୍ଜୁନ ନା ଏମିତି ଗୋଟେ, ନାଇଁ ଭୀମାର୍ଜୁନ ନାଇଁ, ଆରେ ଏମିତି ଗୋଟେ କଣ ବଢିଆ ସୁନ୍ଦର କାବ୍ୟଟେ ଥିଲା ପିଲେ। ହେଲା, ଯୋଉଥିରେ ପିଲେ ରାମାୟଣରେ ବି କଥା ଆସୁଥିବ, ମହାଭାରତରେ ବି କଥା ଆସୁଥିବ। ଠିକ ଅଛି, ତ ଏଇ ଟାଇପର କାବ୍ୟ ପିଲେ ଯାହାର ଉଦ୍ଦେଶ୍ୟ ଥାଏ କି ଆମେ ମାନେ କିଛି ପିଲାଙ୍କୁ ବ୍ୟାକରଣ ମଧ୍ୟ ଜ୍ଞାନ ଦେଇପାରିବା। ଭଟ୍ଟି କାବ୍ୟ ତାର ସବୁଠୁ ବେଷ୍ଟ ଉଦାହରଣ ପିଲେ ଭଟ୍ଟି କାବ୍ୟ ବା ରାବଣ ବଧ କାବ୍ୟ, ଯାହାର ଅନ୍ୟ ନା। ହେଲା, ତ ସେଇଭଳି ନୈଷଧୀୟ ଚରିତକୁ ବି ଯଦି ଶାସ୍ତ୍ର କାବ୍ୟ କୁହା ବି ଯାଏ ତାହେଲେ ବି କୌଣସି ଅତ୍ୟୁକ୍ତି ହବ ନାହିଁ, କୌଣସି ଦୋଷ ପିଲେ ହବ ନାହିଁ। ଆଉ ଅଳଙ୍କାର ଭିତରେ ଅତିଶୟୋକ୍ତି ଅଳଙ୍କାର, ଅପହୃତି ଅଳଙ୍କାର, ଅର୍ଥାନ୍ତର ନ୍ୟାସ ଅଳଙ୍କାର, ଉପମା ବ୍ୟତିରେକ ରୂପକ ଆଦି ମାନଙ୍କର ପ୍ରୟୋଗରେ
ଶ୍ରୀହର୍ଷ ନିଜର ପିଲେ କୁଶଳତାକୁ ଦର୍ଶେଇଛନ୍ତି। ଆଉ ନୈଷଧ୍ୟ ଚରିତରେ ପିଲେ ରହିଛି ପ୍ରସାଦ ଗୁଣ, ଠିକ ଅଛି। ତା ସହିତ ପିଲେ ବୈଦର୍ଭୀ ରୀତି ମଧ୍ୟ ଦେଖିବାକୁ ମିଳେ। ଏଇ ଯୋଉ ତିନୋଟି ଗୁଣ ପିଲେ ମାଧୁର୍ଯ୍ୟ, ଓଜ, ପ୍ରସାଦ, ତା ଭିତରୁ ପିଲେ ପ୍ରସାଦ ଗୁଣ ଆଉ ବୈଦର୍ଭୀ ରୀତି। ଆଉ ଏହି କାବ୍ୟ ରତ୍ନର ରସାସ୍ୱାଦନ ପାଇଁ କଠିନ ପରିଶ୍ରମର, ପରିମାର୍ଜିତ ବୁଦ୍ଧିର ଆବଶ୍ୟକତା ରହିଛି। ଏଥିରେ କୌଣସି ଶଙ୍କା ନାହିଁ। ଅର୍ଥାତ ଜଣେ ଯଦି ମାନେ ବ୍ୟାକରଣ ଇତ୍ୟାଦି ଶାସ୍ତ୍ର ଅଧ୍ୟୟନ କରିନଥିବ ବା ସେତିକି ତାର ବୁଦ୍ଧି ତୀକ୍ଷ୍ଣ ହେଇନଥିବ, ସିଏ ପିଲେ ଏଇ ଯୋଉ ନୈଷଧ୍ୟ ଚରିତମରୁ ପିଲେ କୌଣସି ପ୍ରକାର ରସ ପିଲେ ଆସ୍ୱାଦନ କରିପାରିବ ନାହିଁ, ମାନେ ସେ ବୁଝି ହିଁ ପାରିବ ନାହିଁ। ଠିକ ଅଛି। ତ ଏଇ କାବ୍ୟକୁ ବୁଝିବା ପାଇଁ ହେଲେ ବ୍ୟାକରଣର ପିଲେ ବହୁତ ଆବଶ୍ୟକତା ରହିଛି। କଠିନ ପରିଶ୍ରମ, କଠିନ ପରିଶ୍ରମର ମାନେ ହିଁ ଆମ ସଂସ୍କୃତରେ କଠିନ ପରିଶ୍ରମର ମାନେ ହିଁ ବ୍ୟାକରଣ ପିଲେ ପଢିଥିବାର ଅଛି ହେଲା। ଆଉ ତା ସହିତ ପରିମାର୍ଜିତ ବୁଦ୍ଧି ଆବଶ୍ୟକତା ରହିଛି ଏ କାବ୍ୟକୁ ପିଲେ ବୁଝିବା ପାଇଁ। ଠିକ ଅଛି। ତାପରେ ଆମମାନେ ପିଲେ କାଲିକି ନୈଷଧ୍ୟ ଚରିତମର କଥାବସ୍ତୁ ଆଉ ତାର ପିଲେ ଶ୍ଲୋକ ପିଲେ ଆରମ୍ଭ କରିନେବା ହେଲା। ଆଉ ମୁଁ ଏ ପିଡିଏଫ ଟା ପିଲେ ଏଥିରେ ଇଏ କରିକି ତମମାନଙ୍କୁ ଗ୍ରୁପରେ ପିଲେ ପଠେଇଦେବି ହେଲା। ହଉ ପିଲେ ଠିକ ଅଛି, ପୁଣି ଆମମାନେ କାଲିକି ଦେଖିବା ଆଉ।